10 ଗ୍ରାମ ବ୍ରାଉନ୍ ସୁଗାର ସହ 30 ଲକ୍ଷରୁ ଅଧିକ ଟଙ୍କା ଜବତ। ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ରାଜନଗର ସାହିରୁ ଆଜି 10 ଗ୍ରାମ ବ୍ରାଉନ୍ ସୁଗାର ସହ 30 ଲକ୍ଷରୁ ଅଧିକ ଟଙ୍କା ଜବତ କରିବା ସହ 3 ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ କାବୁ କରିଛି ପୋଲିସ। ସୂଚନା ଯେ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଗ୍ରାମ ରାଜନଗର ସାହିରେ ବ୍ରାଉନ୍ ସୁଗାର କାରବାର କରାଯାଉଥିବା ପୋଲିସ ଖବର ପାଇଥିଲା। ଯାହାଫଳରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନେତୃତ୍ୱରେ ସ୍ପେଶିଆଲ ସ୍କ୍ୱାର୍ଡ ଏବଂ ଟାଉନ ପୋଲିସ ମିଳିତ ହୋଇ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ 10 ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଥିଲା ପୋଲିସ। ଘର ତଲାସି କରିବା ବେଳେ 22 ଗୋଟି ମୋବାଇଲ ଫୋନ, ଏକ ସ୍କୁଟି ନମ୍ବର OD19V5480, 300 ପ୍ୟାକେଟ ଦେଶୀ ମଦ ଯାହା ଆନୁମାନିକ 60 ଲିଟର ସହ 30 ଲକ୍ଷ 94 ହଜାର ନଗଦ ଟଙ୍କା ପାଇଥିଲା ପୋଲିସ। ଏହି ଘଟଣା 4 ଜଣ ଅଭିଯୁକ୍ତ ତଥା 3 ଜଣ ପୁରୁଷ ଏବଂ ଜଣେ ମହିଳାଙ୍କୁ ପୋଲିସ କାବୁ କରିଥିବା ଜଣାପଡ଼ିଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଠିକଣା ମିଳିପାରି ନାହିଁ।